मो यूट्यूब चैनल आपण देखुथिबारु आपनकु बहुत बहुत स्वागत। मो यूट्यूब चैनल देखंतु एवं आईन विषय रे जानंतु। जेहेतु आम्भे भारतर नागरिक भारतीय आईन विषय रे जानिबा अत्यंत आवश्यकता अटे। पूर्व वीडियो रे आमे जानिछे संविधान अंश 2 बा पार्ट 2 संबंध रे। एही वीडियो रे आमे जानिबा आंभ संविधान पार्ट 3 बा अंश 3 विषय हेउची स्वाधीनता अधिकार, राइट टू फ्रीडम। स्वाधीनता अधिकार संविधान रे धारा 19 ठारू धारा 22 रे वर्णित करा जाय अछि। एही वीडियो रे धारा 19 ठारू धारा 21 रे जहा लिखित होईछि ताहा पढ़िबा। स्वाधीनता अधिकार संबंध रे आईन रे की व्यवस्था अछि जानिबा। भारतीय संविधान अंश 3 स्वाधीनता अधिकार, राइट टू फ्रीडम। धारा 19 वक्तव्य इत्यादि स्वाधीनता संबंध रे केतेक अधिकार सुरक्षा, प्रोटेक्शन ऑफ सर्टेन राइट्स रिगार्डिंग फ्रीडम ऑफ स्पीच एक्सेट्रा। धारा 19 उपधारा 1 समस्त नागरिकंकर निम्नलिखित अधिकार रहिबो। क वाक एवं अभिव्यक्तिर स्वाधीनता। ख शांतिपूर्ण भावे एवं बिना अस्त्र शस्त्र रे एकत्रित हेबा। ग संघ बा समिति गठन करिबा। घ समग्र भारतीय अंचल रे मुक्त भावे बा स्वाधीन भावे भ्रमण करिबा। व भारतर जे कोनोसी अंचल रे बसवास करिबा। च जे कोनोसी वृत्ति अवलंबन करिबा किंबा कोनोसी वृत्ति वाणिज्य व्यवसाय चलाइबा। 2 भारतर सार्वभौमत्व एवं अखंडता। राष्ट्र निरापत्ता दृष्टि विदेशी राष्ट्र गुड़िक सहित बंधुत्व संपर्क, सर्वसाधारण विशृंखला, नैतिकता, न्यायालयर अवमानता किंबा कौनसी अपराध को प्रोत्साहित करिबा दृष्टि उक्त उपधारा द्वारा प्रदान करा जायथिबा अधिकार को परिचालना करिबा उपरे यथायथ कटकणा जारी करिबा निमंते राष्ट्र कौनसी आईन प्रणयन करिबारु धारा 1 उपधारा कर कौनसी व्यवस्था प्रतिबंधित करिबो नाही। 3 उपरोक्त धारार उपधारा ख रो कौनसी व्यवस्था कौनसी विद्यमान आईन रो कार्यकारिता को प्रभावित करिबो नाही, जहाकी राष्ट्र को भारतर सार्वभौमत्व एवं अखंडता स्वार्थ दृष्टि किंबा सर्वसाधारण श्रृंखला दृष्टि उक्त उपधारा द्वारा प्रदान करा जायथिबा अधिकार परिचालना करिबारे कौनसी आईन प्रणयन द्वारा कटकणा जारी करिबारे प्रतिबंधित करिबो नाही। 4 उपरोक्त धारार उपधारा ग रो कौनसी व्यवस्था कौनसी विद्यमान आईन रो कार्यकारिता उपरे कौनसी प्रभाव पकाइबो नाही, जहाकी राज्य को भारतर सार्वभौमत्व
ଏବଂ ଅଖଣ୍ଡତା କିମ୍ବା ସର୍ବସାଧାରଣ ଶୃଙ୍ଖଳା ରକ୍ଷା କରିବା କିମ୍ବା ନୈତିକତା ରକ୍ଷା ଦୃଷ୍ଟିରୁ ଏପରି ନ୍ୟସ୍ତ କରାଯାଇଥିବା ଅଧିକାର ପରିଚାଳନା ଉପରେ ଯଥାଯଥ କଟକଣା ଜାରି ନିମନ୍ତେ ଆବଶ୍ୟକ ଆଇନ ପ୍ରଣୟନରେ କୌଣସି ପ୍ରତିବନ୍ଧକ ପ୍ରଦାନ କରିବ ନାହିଁ। 5. ଉପରୋକ୍ତ ଧାରା ଉପଧାରା ଘ ଏବଂ ର କୌଣସି ବ୍ୟବସ୍ଥା କୌଣସି ବିଦ୍ୟମାନ ଆଇନର ପରିଚାଳନା ବା କାର୍ଯ୍ୟକାରିତା ଉପରେ କୌଣସି ପ୍ରଭାବ ପକାଇବ ନାହିଁ, ଯାହାକି ରାଜ୍ୟକୁ ସର୍ବସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ କିମ୍ବା କୌଣସି ତଫସିଲଭୁକ୍ତ ଉପଜାତିର ସ୍ୱାର୍ଥ ରକ୍ଷା ଦୃଷ୍ଟିରୁ ଉପରୋକ୍ତ ଧାରାଗୁଡ଼ିକ ଦ୍ୱାରା ପ୍ରଦତ୍ତ ଅଧିକାର ପରିଚାଳନା କରିବାରେ ଯଥାଯଥ କଟକଣା ଧାର୍ଯ୍ୟ କରିବା ନିମନ୍ତେ କୌଣସି ଆଇନ ପ୍ରଣୟନ କରିବାରୁ ପ୍ରତିବନ୍ଧିତ କରିବ ନାହିଁ। 6. ଉପରୋକ୍ତ ଧାରାର ଉପଧାରା 6ରେ ଥିବା କୌଣସି ବ୍ୟବସ୍ଥା କୌଣସି ବିଦ୍ୟମାନ ଆଇନ କାର୍ଯ୍ୟକାରିତାକୁ ପ୍ରଭାବିତ କରିବ ନାହିଁ, ଯେତେ ଦୂର ପର୍ଯ୍ୟନ୍ତ ତାହା ଧାର୍ଯ୍ୟ କରେ କିମ୍ବା ରାଜ୍ୟକୁ ସର୍ବସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଉପରୋକ୍ତ ଉପଧାରା ଦ୍ୱାରା ପ୍ରଦାନ କରାଯାଇଥିବା କ୍ଷମତା ପରିଚାଳନା ଉପରେ ଯଥାଯଥ କଟକଣା ଜାରି କରିବା ନିମନ୍ତେ କୌଣସି ଆଇନ ପ୍ରଣୟନ କରିବା ନିମନ୍ତେ ପ୍ରତିବନ୍ଧ ସୃଷ୍ଟି କରିବ ନାହିଁ ଏବଂ ନିର୍ଦ୍ଦିଷ୍ଟ ଭାବେ ଉପରୋକ୍ତ ଉପଧାରା କୌଣସି ବିଦ୍ୟମାନ ଆଇନର କାର୍ଯ୍ୟକାରିତାକୁ ପ୍ରଭାବିତ କରିବ ନାହିଁ, ଯାହାକି ରାଷ୍ଟ୍ରକୁ ନିମ୍ନୋକ୍ତ ବିଷୟରେ କୌଣସି ଆଇନ ପ୍ରଣୟନ କରିବା ନିମନ୍ତେ ପ୍ରତିବନ୍ଧିତ କରିପାରିବ। 1. କୌଣସି ବୃତ୍ତି ପରିଚାଳନା କରିବାକୁ କିମ୍ବା କୌଣସି ବୃତ୍ତି ବ୍ୟବସାୟ କିମ୍ବା ବାଣିଜ୍ୟ ପରିଚାଳନା କରିବା ନିମନ୍ତେ ଆବଶ୍ୟକ ବୃତ୍ତିଗତ କିମ୍ବା ବୈଷୟିକ ଯୋଗ୍ୟତା କିମ୍ବା 2. ରାଷ୍ଟ୍ର ଦ୍ୱାରା କିମ୍ବା ରାଷ୍ଟ୍ର ଦ୍ୱାରା ନିୟନ୍ତ୍ରିତ କୌଣସି ନିଗମ ଦ୍ୱାରା ଅଧିକୃତ କୌଣସି ବାଣିଜ୍ୟ ବ୍ୟବସାୟ ଶିଳ୍ପ କିମ୍ବା ସେବା ଯେଉଁଥିରେ ନାଗରିକମାନଙ୍କୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବେ ବହିର୍ଭୂତ କରାଯାଇଥାଏ ତାର ପରିଚାଳନାରେ। ଧାରା 20 ଅପରାଧରେ ଦୋଷୀ ସାବ୍ୟସ୍ତ ହେବା ଉପରେ ସୁରକ୍ଷା ପ୍ରୋଟେକ୍ସନ ଇନ୍ ରେସ୍ପେକ୍ଟ ଅଫ୍ କନଭିକ୍ସନ ଫର ଅଫେନ୍ସେସ୍। 1. ଆଇନ ଉଲ୍ଲଂଘନ ବ୍ୟତୀତ କୌଣସି ବ୍ୟକ୍ତିକୁ କୌଣସି ଅପରାଧ ନିମନ୍ତେ ଦୋଷୀ ସାବ୍ୟସ୍ତ କରାଯିବ ନାହିଁ ଯଦି ଉକ୍ତ ସମ୍ପାଦିତ କାର୍ଯ୍ୟ ସେହି ସମୟରେ ପ୍ରଚଳିତ ଥିବା ଆଇନ ଅନୁଯାୟୀ ଦୋଷାବହ ହୋଇନଥାଏ କିମ୍ବା ଆଇନ ଅନୁଯାୟୀ ଧାର୍ଯ୍ୟ ଠାରୁ ଅଧିକ ଦଣ୍ଡରେ ଦଣ୍ଡିତ କରାଯିବ ନାହିଁ ବା ଦଣ୍ଡ ଦୋଷୀର ଦୋଷ ସହିତ ସମାନୁପାତିକ ହେବା ଆବଶ୍ୟକ। 2. ଏକ ପ୍ରକାର ଅପରାଧ ନିମନ୍ତେ କୌଣସି ବ୍ୟକ୍ତିକୁ ଥରକରୁ ଅଧିକ ନିମନ୍ତେ ମୋକଦ୍ଦମାଭୁକ୍ତ କରାଯିବ ନାହିଁ କିମ୍ବା ଦଣ୍ଡ ପ୍ରଦାନ କରାଯିବ ନାହିଁ। 3. କୌଣସି ଅପରାଧରେ ଅଭିଯୁକ୍ତ କୌଣସି ବ୍ୟକ୍ତିକୁ ନିଜ ବିରୋଧରେ ସାକ୍ଷୀ ହେବା ନିମନ୍ତେ ବାଧ୍ୟ କରାଯିବ ନାହିଁ। ଧାରା 21 ଜୀବନ ଏବଂ ବ୍ୟକ୍ତିଗତ ସ୍ୱାଧୀନତାର ସୁରକ୍ଷା ପ୍ରୋଟେକ୍ସନ ଅଫ୍ ଲାଇଫ୍ ଏଣ୍ଡ ପର୍ସନାଲ ଲାଇବରିଟି। ଆଇନ ଦ୍ୱାରା ଅନୁମୋଦିତ ପଦ୍ଧତି ବ୍ୟତୀତ କୌଣସି ବ୍ୟକ୍ତିକୁ ତାର ଜୀବନ କିମ୍ବା ବ୍ୟକ୍ତିଗତ ସ୍ୱାଧୀନତାରୁ ବଞ୍ଚିତ କରାଯିବ ନାହିଁ। ଆଗାମୀ ଭିଡିଓରେ ଆମେ ଦେଖିବା ସମ୍ବିଧାନର ଅଂଶ 3 ର ଧାରା 22